ଆରେ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ। ମୋର ଆଜି ଏ ଛୋଟ ଭିଡ଼ିଓ ଆପଣମାନଙ୍କ ପାଇଁ ଗୋଟେ ପ୍ରଶ୍ନ, ମୋର ବି ମନର ପ୍ରଶ୍ନ, ଆପଣମାନଙ୍କ ନିହାତି ପ୍ରଶ୍ନ ଥିବ। ମୁଁ ସକାଳ ଆଜି ବହୁତ ଲୋକଙ୍କର ଭିଡ଼ିଓ ଦେଖୁଥିଲି, ସମସ୍ତେ କହୁଛନ୍ତି ଆମରି ଫଟୋ ସେୟାର କର, ଆମ ଭିଡ଼ିଓ ସେୟାର କର, ଆମ ରିଲ୍ ସେୟାର କର। ସବୁ ବଡ଼ ବଡ଼ କ୍ରିଏଟର ଯେତିକି କହୁଛନ୍ତି, କିନ୍ତୁ ସେମାନେ ଚାହିଁନେ ଆମମାନଙ୍କର ଯଦି ଗୋଟେ ଗୋଟେ ଆମେ ତାଙ୍କୁ 100,000 କେତେ ଲାଇକ୍ ଦେଉଛନ୍ତି, କୁଆଡ଼େ ଯଦି ଆମ ଟିକେ ତାଙ୍କୁ ପଛରେ ରହିଲେ ଭାଇରାଲ ହେଇପାରନ୍ତେ। କିନ୍ତୁ ସେମାନେ ସେମାନେ ଏମିତି କେମିତି କ'ଣ ଭିଡ଼ିଓ କରୁଛନ୍ତି, ତାକୁ ଆମେ ଦେଖିକି 1,000, 2,000, 5,000 ଲାଇକ୍ କମେଣ୍ଟ ଦେଉଛନ୍ତି, କିନ୍ତୁ ଆମ ଭିଡ଼ିଓ ଉପରେ ସେମାନେ ଗୋଟେ ଅଧେ ଦେଉନାହାନ୍ତି। ଆଉ ଆମେ ବି ଯେକୌଣସି ଭିଡ଼ିଓ କରୁଛନ୍ତି କି ଗୋଟେ କୌଣସି ଜିନିଷ କରୁଛନ୍ତି, ଯଦି ଆମ ଜିନିଷଟାକୁ ସେମାନେ ସେୟାର କରନ୍ତେ, ତାହେଲେ ଆମେ କିଛିଟା ମାନେ ଭଲ ତାଙ୍କର ସବୁ ଅଛନ୍ତି, ୟୁଜର ସବୁ ବଡ଼ ବଡ଼ ଅଛନ୍ତି, ଲୋକ ଅଧିକ ଅଛନ୍ତି, ଆମକୁ ସେ ଦେଖନ୍ତେ, ଆମ ପାଖକୁ ଫ୍ରେଣ୍ଡ ରିକ୍ୱେଷ୍ଟ କରନ୍ତେ, ଆମକୁ ଟିକେ ଲାଇକ୍ କମେଣ୍ଟ କରନ୍ତେ। କିନ୍ତୁ ଆମକୁ ସେସବୁ ମିଳୁନାହିଁ। ଆମେ ଖାଲି ତାଙ୍କରି ଭିଡ଼ିଓ ଯାହା ପ୍ରୋଫାଇଲ ଗଲା ବେଳକୁ ଚେକ୍ କଲା ବେଳକୁ ସମସ୍ତଙ୍କର ସମସ୍ତେ ସେୟାର କରୁଛନ୍ତି। ନିଜ ପ୍ରୋଫାଇଲର ଫଟୋ କି ଭିଡ଼ିଓ ଯାହା କିଛି ସେ ସବୁ ପଛରେ ରହୁଛି, ତ ସେୟାର ଜିନିଷ ଯୋଉଟା ସବୁ ହେଉଛି ସେଇଟା ସବୁ ଆଗରେ ରହୁଛି। କାରଣ ଆମର ଲାଭଟା କ'ଣ ହେଉଛି, ମୁଁ ସେଇଟା ଜାଣିପାରୁନି, ସେଇଟା ପ୍ରଥମ ପଚାରୁଛି। ତାପରେ ବହୁତ କିଛି ବି ନୂଆ ନୂଆ ସମସ୍ତେ କହୁଛନ୍ତି, ଆମେ ଶୁଣିବା କାହା କଥା। ଯଦି ଜଣେ କହୁଛି ଏଇଆ କର, ଆଉ ଜଣେ କହୁଛି ସେୟା କର, ଆଉ ଜଣେ କହୁଛି ସେୟା କର, କାହା କଥା ଶୁଣିକି ଜିନିଷ ଯିବା। ସେଥିପାଇଁ ନିଜ ବ୍ରେନ୍ ୟୁଜ୍ କରନ୍ତୁ, ନିଜ ହିସାବରେ ଚାଲନ୍ତୁ। କାହାରିଙ୍କ କଥା ଏଠି ଶୁଣିନେ କୌଣସି ଜିନିଷ ହେବ ନାହିଁ, କି ଆପଣମାନଙ୍କୁ କେହି ଆଗକୁ ବଢ଼ାଇବା ପାଇଁ ଚେଷ୍ଟା ବି କରିବେ ନାହିଁ। ସେଥିପାଇଁ ନିଜ ମନ ଯାହା କହୁଛି ସେୟା କରନ୍ତୁ। ଭୁଲ ହେବ, ସମସ୍ତଙ୍କର କିଛି ଅଧିକ କମ୍ ଭୁଲ ହେବ, ଭୁଲ ହେଲେ ମଣିଷ ଶିକ୍ଷା ପାଏ। ଆଉ ଭୁଲ ହେଇଗଲେ ସମ୍ପୂର୍ଣ୍ଣ ଭୁଲ ହେଇଯିବ ସେମିତି କିଛି ଜିନିଷ ଏଠି ବି ନାହିଁ। ଯେକୌଣସି ଜିନିଷ ଭୁଲ ହୁଏ ତା ଦେହରେ ବି ସୁଧାର ବି ଅଛି। ଆଉ ଯେଉଁମାନେ କହୁଛନ୍ତି ହବନି ହବନି ହବନି, ସେଇଟା ସବୁଠୁ ହେଉଛି ମାନେ ଭୁଲ ଜିନିଷ। ହବ, କିନ୍ତୁ ଟାଇମ୍ ଲାଗିବ। ଏଇ ମୋର ବର୍ତ୍ତମାନ ବି କମେଣ୍ଟ ବ୍ଲକ୍ ଅଛି, ଟାଇମ୍ ଲାଗିବ, ଆସ୍ତେ ଆସ୍ତେ ବି ହବ। ହବାର କାରଣ କ'ଣ? ମୁଁ ଗୋଟେ ସପ୍ତାହ ଭିତରେ 3,500 କମେଣ୍ଟ ଦେଇଥିଲି, ସେଥିପାଇଁ ମୋର ବ୍ଲକ୍ ଅଛି। ମୁଁ ଜାଣିପାରିଲି ମୋର ପ୍ରୋବ୍ଲେମଟା କ'ଣ ହେଲା, ମୋ ନୋଟିଫିକେସନ୍ ଆସିଲା। ଯେକୌଣସି ଜିନିଷ ମାନେ ଭୁଲ ଅଛି, ସେ ସବୁଥିର ଜିନିଷର ଭୁଲ ଅଛି, ଠିକ୍ ଅଛି। ଖାଲି ୟା ଭିଡ଼ିଓ ତା ଭିଡ଼ିଓ ସେୟାର କରିବା କି ଇଏ କରିବା, ଭାଇ ଆମକୁ ଭଲ ଲାଗିଲା ଗୋଟେ ଭିଡ଼ିଓ, ଆମେ ଲାଇକ୍ଟେ ଦେବା କି କମେଣ୍ଟଟେ ଦେବା। ଭିଡ଼ିଓ ସେୟାର କଲେ କ'ଣ ହେବ? ସେ ଭିଡ଼ିଓର ଯେକୌଣସି ଜିନିଷ ଭିଡ଼ିଓ ସେମାନେ କରୁଛନ୍ତି, କ'ଣ କିଛି ସମାଜର କିଛି ଭଲ ପାଇଁ କିଛି କେହି କରୁଛନ୍ତି କି? କେହି କିଛି ସମାଜ ପାଇଁ କେହି କିଛି କରୁନାହାନ୍ତି। ଯିଏ ଯାହା ବି କରୁଛି ନିଜ ପାଇଁ କରୁଛି, ସମାଜର ଭଲ ପାଇଁ କୌଣସି ଜିନିଷ ନୁହଁ। କେବଳ ମୁଁ ଗୋଟିଏ ଜଣଙ୍କ ଭିଡ଼ିଓ ମୁଁ ସବୁଠୁ ଟିକେ ଲାଇକ୍ କରେ, ଡି ପରିହାରୀ ଭାଇଙ୍କ ଭିଡ଼ିଓ ଟିକେ ଲାଇକ୍ କରେ। ପ୍ଲସ୍ ଆମ ଭଦ୍ରକର ଗୋଟେ ଭାଇ ଅଛନ୍ତି, ସିଏ ଯେକୌଣସି ଲୋକ ତାଙ୍କ ପାଖକୁ ଟିକେ ଯାଆନ୍ତି, ସେ ସମସ୍ତଙ୍କର ଟିକେ ସଲ୍ଭ ବି କରନ୍ତି। ମୁଁ ଏଇ ଦୁଇଟା ଲୋକଙ୍କର ଟିକେ ଦେଖେ, କିଛି ତା ଦେହରୁ କିଛି ଶିକ୍ଷା ମିଳେ। ମାନେ ଅଲଗା ମୁଁ ଯାହା ଭିଡ଼ିଓ ବି ଦେଖେ, ସେମାନେ ଖାଲି କହିଦେବେ ଏମିତି ସେମିତି କୁହନ୍ତି, କିନ୍ତୁ ଲାଷ୍ଟକୁ ତମେ କିଛି ପାଇବନି ସେ ଜିନିଷ, ତାଙ୍କ ଜିନିଷ ଉପରେ। ସେଥିପାଇଁ କୌଣସି ଲୋକଙ୍କ ଭିଡ଼ିଓ ସେୟାର ଆପଣମାନେ କରନ୍ତୁ ନାହିଁ ଦୟାକରି। କିଛି ଲାଭ ଆପଣମାନଙ୍କର ହେବନି କି ହେଇନାହିଁ। ନିଜ ମନ ଭିତରେ ନିଜ ମେହନତର, ଯଦି ଆଗକୁ ଯିବା ପାଇଁ ଚାହୁଁଛନ୍ତି ନିଜ ମେହନତର ଚାଲନ୍ତୁ। ଆଉ ମାସେ 2 ମାସ 4 ମାସ ଭିତରେ କେହି ଏତେ ଶୀଘ୍ର ଭାଇରାଲ ହେଇନାହାନ୍ତି। ଯେଉଁମାନେ ଭାଇରାଲ ହେଇଛନ୍ତି ସେମାନେ ବହୁତ କଷ୍ଟ କରିକି କରିଛନ୍ତି। ସେମାନେ ସମସ୍ତେ ବି କହୁଛନ୍ତି ଭ୍ୟୁ କେମିତି ଆସିବ, ଏନଗେଜମେଣ୍ଟ ଆସିବ କେମିତି। ଭାଇ ତାଙ୍କର ସବୁ 30,000, 40,000, 20,000 ସମସ୍ତଙ୍କର ଫଲୋର ହେଇଗଲାଣି, ସେଥିପାଇଁ ଆସିବ। 200, 300, 500, 1000 ଫଲୋର ଯେଉଁମାନଙ୍କର ଅଛନ୍ତି ସେମାନଙ୍କର କେବେ ବି ଭ୍ୟୁ ଅଧିକା ଯିବନି କି ଲାଇକ୍ କମେଣ୍ଟ ଆସିବନି। ଭାଇ ଯଦି 50,000, ଲକ୍ଷେ ଜଣଙ୍କର ରହିଲେ, ଫଲୋଅର୍ସ ରହିଲେ, ତାଙ୍କ ଯଦି ଅଟୋମେଟିକ୍ 300, 400, 500 ଆସିବ, କମେଣ୍ଟ ଲାଇକ୍ ଆସିବ। ସେଥିରେ ବି ତମେ ଏତେ ବ୍ୟସ୍ତ ହେବା ଦରକାର ନାହିଁ। ଧୈର୍ଯ୍ୟ ଧରିକି ସମୟ ଜିନିଷ ସାହାଯ୍ୟ ସମସ୍ତେ କରନ୍ତୁ, ଆଗକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ରହିଲି, ଧନ୍ୟବାଦ।